ସୁସ୍ୱାଗତମ୍ ଭାଇ ଭଉଣୀମାନେ। ଆଜି ଗପଟିଏ ଶୁଣିବା। ଗପଟିର ନାମ ହେଲା ସିଂହ ଓ ମୂଷା। ତାହେଲେ ଶୁଣିବା ଚାଲ। ଗୋଟିଏ ବଡ଼ ବଣ ଥିଲା। ବଣ ଭିତରେ ଗୋଟିଏ ଗୁମ୍ଫାରେ ସିଂହଟିଏ ରହୁଥିଲା। ସେହି ଗୁମ୍ଫା ପାଖ ବରଗଛ ମୂଳେ ଗାତ କରି ମୂଷାମାନେ ରହୁଥିଲେ। ଦିନେ ଖରାବେଳେ ସିଂହଟି ଗଛ ମୂଳେ ଶୋଇଥିଲା। ମୂଷା ଛୁଆମାନେ ଗାତରୁ ବାହାରି ଗଛ ଡାଳରେ ଖେଳୁଥାନ୍ତି। ଏମିତି ଖେଳୁ ଖେଳୁ ଗୋଟିଏ ମୂଷା ଛୁଆର ଗୋଡ଼ ଖସିଗଲା। ସେ ସିଂହ ଉପରେ ପଡ଼ିଗଲା। ଏଥିରେ ସିଂହର ନିଦ ଭାଙ୍ଗିଗଲା। ସେ ଖୁବ୍ ଜୋରରେ ରାଗିଯାଇ ମୂଷା ଛୁଆକୁ ଧରି ପକାଇ କହିଲା, ଦୁଷ୍ଟ ମୂଷା, ତୋର କ'ଣ ଟିକିଏ ବି ଡର ଭୟ ନାହିଁ? ମୋ ଉପରେ ଦୌଡ଼ା ଦୌଡ଼ି କରି ଖେଳୁଛୁ। ମୁଁ ଆଜି ତତେ ମାରିଦେବି। ସିଂହ କଥା ଶୁଣି ମୂଷା ଛୁଆଟି ଡରିଗଲା। ଥରି ଥରି କହିଲା, ମହାରାଜ, ମୋର ଭୁଲ ହୋଇଛି। ଆଉ ଏଭଳି ଦୁଷ୍ଟାମି କରିବି ନାହିଁ। ଆଜି ଦୟାକରି ଛାଡ଼ି ଦିଅନ୍ତୁ। ଦରକାର ବେଳେ ମୁଁ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବି। ମୂଷା ଛୁଆ କଥା ଶୁଣି ସିଂହ ହସିଦେଲା। ସେ କହିଲା, ତୁ ଏଡ଼ିକି ଟିକେ ମୂଷା ଛୁଆ, ଫୁଙ୍କି ଦେଲେ ଉଡ଼ିଯିବୁ। କହୁଛୁ କ'ଣ ନା ଉପକାର କରିବି। ହଉ ହଉ ଯା, ଆଜି ତତେ ଦୟାକରି ଛାଡ଼ିଦେଲି। ଆଉ ଦିନକର କଥା। ସିଂହ ବଣରେ ବୁଲୁ ବୁଲୁ ଶିକାରୀ ଫାଶରେ ପଡ଼ିଗଲା। ତା ଗୋଡ଼ ଫାଶରେ ବାନ୍ଧି ହୋଇଗଲା। ଖୁବ୍ ଜୋରରେ ଗର୍ଜନ କରି ଫାଶକୁ ଟାଣିଲା। ହେଲେ ଫାଶ ଛିଣ୍ଡିଲା ନାହିଁ। ସିଂହର ଗର୍ଜନ ମୂଷା ଛୁଆ ଶୁଣିଲା। ସିଂହ ପାଖକୁ ଆସି ତା ମୁନିଆ ଦାନ୍ତରେ ଫାଶ ଦଉଡ଼ିକୁ ଟିକି ଟିକି କରି କାଟିଦେଲା। ସିଂହ ଶିକାରୀ ଫାଶରୁ ରକ୍ଷା ପାଇଗଲା। ମୂଷା ଛୁଆ ଉପରେ ଖୁବ୍ ଖୁସି ହେଲା। ତାହେଲେ ଏହି ଗପରୁ ଆମେ କ'ଣ ଶିକ୍ଷା ପାଇଲେ? ଆମେ ଏହା ଶିକ୍ଷା ପାଇଲେ ଯେ କାହାକୁ ମଧ୍ୟ ଆମେ ଛୋଟ ମନେକରି ହେୟ ଜ୍ଞାନ କରିବା ନାହିଁ। କାହାକୁ ଛୋଟ ମନେକରି ତାକୁ ଉପହାସ କରିବା ନାହିଁ। ଛୋଟ ହେଲେ ବି ସେମାନେ ବହୁତ ବଡ଼ ବଡ଼ କାର୍ଯ୍ୟ କରିପାରନ୍ତି। ଏଣୁ ସମସ୍ତଙ୍କୁ ଆମେ ସମ୍ମାନ ଦେବା ଏବଂ ସମସ୍ତଙ୍କ ସାଙ୍ଗରେ ମିଳିମିଶି ରହିବା। ଧନ୍ୟବାଦ।